ତମକୁ ଆସିବାକୁ ପଡିବ ପ୍ରଭୁ ଆଜି ଗୁନୁ ମାମାକୁ ନବା ପାଇଁ। ଏଇ ଏମିତି କହୁଛି ଆଉ କାନ୍ଦୁଛି। କାନ୍ଦିଲା ପରେ ସେଇ ଭିଡ଼ ଭିତରେ ଗୋଟେ ହ୍ୱାଇଟ୍ କପଡ଼ା ପିନ୍ଧିଥିବା ପିଲାଟା ଆସିକି କହୁଛି ମୁଁ ତମ ଝିଅକୁ ନେଇଯିବି। ତା ପର୍ଯ୍ୟନ୍ତ କେବେ ଭୁଲି ପାରିବେନି କି ଗୁନୁ ମାମାକୁ ନବା ପାଇଁ ଜଗନ୍ନାଥ ନିଜେ ଆସିଥିଲେ ସେଦିନ। ସେ ଭିଡ଼ ଭିତରେ ସେ ମଣିଷଟା ଆଉ କେହି ନଥିଲା, ସେଇଟା ଥିଲା ସାକ୍ଷାତ ଜଗନ୍ନାଥ, ସାକ୍ଷାତ ପରମ ବ୍ରହ୍ମ, ସାକ୍ଷାତ ମହାପ୍ରଭୁ ସେଦିନ ଆସିଥିଲେ ଗୁନୁ ମାମାକୁ ନବା ପାଇଁ। ରାଧେ ରାଧେ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। କିଛି କହିବାକୁ ଦଉନି ତ ଫ୍ରେଣ୍ଡସ୍, ଆଜି ମୁଁ ଗୋଟେ ଭଗବାନଙ୍କ ଚମତ୍କାର ବିଷୟରେ ଆପଣମାନଙ୍କ ସାଙ୍ଗେ ଟିକେ କଥା ହେବି। ସମସ୍ତଙ୍କ ଲାଇଫ୍ର କିଛି ନା କିଛି ଏକ୍ସପିରିଏନ୍ସ ଥାଏ ଭଗବାନଙ୍କୁ ନେଇକି। ତ ମୋ ଲାଇଫ୍ରେ ଗୋଟେ ବହୁତ ବଡ଼ ଏକ୍ସପିରିଏନ୍ସ ଅଛି। ମୁଁ ସେଇ ଜିନିଷଟା ଆଗେ ବି ଆପଣମାନଙ୍କ ସହ ସେୟାର କରିଥିଲି। ଆଉ ଯେଉଁମାନେ ମୋର ନୂଆ ଫଲୋଅର୍ସ, ଯେଉଁମାନେ ମୋତେ ନୂଆ ମୋର ଭିଡ଼ିଓ ଦେଖୁଛନ୍ତି ସେମାନେ ଜାଣିନାହାନ୍ତି ସେ ଭିଡ଼ିଓଟା। ତ ଆପଣମାନେ ମୋତେ ସବୁବେଳେ କମେଣ୍ଟସରେ କହୁଛନ୍ତି କି ଦିଦି ଗୁନୁ ମାମାକୁ ମାନେ ଭଗବାନଙ୍କ ଉପରେ ଭରସା ରଖ, ସବୁ ଠିକ୍ ହେଇଯିବ, ସବୁ ଠିକ୍ ହେଇଯିବ। ମାନେ ଭଗବାନଙ୍କୁ ମୁଁ ମାନେ ମାନେ କ'ଣ କହିବି, ପାଖରୁ ପାଇଲା ରକମରେ ବି ପାଇଛି। ଗୁନୁ ମାମା ହସି ଦେଉଛି। ମୋ ଜୀବନର ଗୋଟେ ବହୁତ ବଡ଼ ଏକ୍ସପିରିଏନ୍ସ ସେଇଟା। ମାନେ ଭଗବାନଙ୍କୁ ଯେଉଁ କୁହନ୍ତି ନା, ଯେତେବେଳେ ନିଜକୁ ମଣିଷ ପୁରା ସରେଣ୍ଡର କରିଦିଏ ସେତେବେଳେ ଭଗବାନଙ୍କୁ ପାଏ। ମାନେ ଭଗବାନଙ୍କୁ ତମକୁ ପାଇବାକୁ ହେଲେ ପୁରା ନିଜକୁ ତମେ ସମର୍ପଣ କରିଦେବାକୁ ପଡ଼ିବ। ତମ ଭିତରେ ଟିକେ କିଛି ରହିଯାଉଛ ତେବେ ବି ତମେ ଭଗବାନଙ୍କୁ ପାଇବନି। ତ ସେଇଟା ସାୟଦ ମୋ ଜୀବନର ଗୋଟେ ବେଷ୍ଟ ମୋମେଣ୍ଟ ଥିଲା, ଯେତେବେଳେ ମୁଁ ନିଜକୁ ଭୁଲି ଯାଇଥିଲି। ତ ସେତେବେଳେ ମୋତେ ଭଗବାନ ଦେଖା ଦେଇଥିଲେ। ତ ସେଇଟା ତ ମୁଁ କହିବି ସେ ହିଁ ମୋ ପାଇଁ ଭଗବାନ ଥିଲେ। ତ ସେଇ ଷ୍ଟୋରିଟା, ସେଇ କାହାଣୀଟା, ସେଇ ଏକ୍ସପିରିଏନ୍ସଟା ମୋ ପାଇଁ ମାନେ ଏବେ ବି ମନେ ପଡ଼ିଲେ ମୋ ଲୋମ ଟାଙ୍କୁରି ଉଠେ। ବାବୁଜାନ ଟିକେ କଥା କହିଦେବେ। ତ ମୋତେ ଲାଗିଲା ଆଜି ଜିନିଷଟା ଆଉଥରେ ମୁଁ ସେୟାର କରିବି ଆପଣମାନଙ୍କ ସାଙ୍ଗରେ। ତ 2 ବର୍ଷ ତଳେ ମୁଁ ଗୁନୁ ମାମାକୁ ନେଇକି ପୁରୀ ଯାଇଥିଲି। ମୋର ସବୁବେଳେ ଗୋଟେ ମନର ଆଶା ଥିଲା ଗୁନୁ ମାମାକୁ ନେଇକି ପୁରୀ ଯିବାଟା, ଯେଉଁଟା ମୁଁ ମାନେ ହେଇପାରୁନଥିଲା ସୁବିଧା। ସବୁବେଳେ ମୁଁ ଡରୁଥିଲି ଗୁନୁ ମାମାକୁ ନେଇକି ଏତେ ଦୂର ଯାଇପାରିବି କି ନାହିଁ, ଭିଡ଼ ଆଉ କେମିତି କ'ଣ କରିବି। କିନ୍ତୁ ଦିନେ ମନରେ ଏମିତି ସାହସ ବାନ୍ଧିଲି, ଭାବିଲି ଯାହା ବି ହେଇଯାଉ ଗୁନୁ ମାମାକୁ ଥରେ ମୁଁ ଭଗବାନଙ୍କୁ ଦର୍ଶନ କରି, ଜଗନ୍ନାଥଙ୍କୁ ଦର୍ଶନ କରେଇକି ଆଣିବି। ଏହା କହି 2 ବର୍ଷ ଆଗରୁ ମୁଁ ଗାଡ଼ି ରିଜର୍ଭ କରିଥିଲି। ଆଉ ରିଜର୍ଭ କରିକି ଗୁନୁ ମାମାକୁ ନେଇକି ଯାଇଥିଲି। ଗଲା ପରେ ସେଇଟା ଦୁର୍ଗା ପୂଜା ସମୟ ଥିଲା। ତ ସମସ୍ତେ ଯାଇଥିଲୁ, ମୁଁ ଏକଲା ନୁହେଁ, ସମସ୍ତେ ଯାଇଥିଲୁ। ତ ପୁରୀରେ ଏତେ ଭିଡ଼ ସେଇ ଟାଇମ୍ରେ, ଦୁର୍ଗା ପୂଜା ସମୟରେ ଏତେ ଭିଡ଼, ତ ଯେଉଁଟା ମାନେ ସୋରିଷ ପକେଇଲେ ବି ତଳେ ପଡ଼ିବନି। ଘଣ୍ଟା ଘଣ୍ଟା ଲାଇନ୍ରେ ଛିଡ଼ା ହେଇକି ବି ଆମେ ମାନେ ଲୋକ ଫେରି ଆସୁଥିଲେ, ମାନେ ଥକି ଯାଉଥିଲେ। ଏତେ ଲମ୍ବା ଲାଇନ୍ ଥିଲା ସେଇ ଟାଇମ୍ର। ତ ସେଇ ଟାଇମ୍ର ମୁଁ କାହାଣୀଟାକୁ ମାନେ ଜିନିଷଟା ବେଶୀ ଲମ୍ବା କରି କହିବିନି, ସର୍ଟକଟ୍ରେ ଟିକେ କହିଦେଉଛି। ତ ଏତେ ଭିଡ଼ରେ ମାନେ ବାକି ମୋ ସାଙ୍ଗରେ ଯେଉଁମାନେ ଯାଇଥିଲେ ସେମାନେ ଲାଇନ୍ରେ ଛିଡ଼ା ହେଇ ମାନେ ଗୋଟେ ଥର ତ ଦର୍ଶନ କରିପାରିଲେନି, ଏତେ ଲମ୍ବା ଲାଇନ୍ ଥିଲା। ତ ଫେରି ଆସିଥିଲେ। ତାପରେ ସେକେଣ୍ଡ ଥର ଯାଇ ଦର୍ଶନ କଲେ। କିନ୍ତୁ ଯେହେତୁ ମୋ ପାଖରେ ଗୁନୁ ମାମା ଥିଲା ତ ଆମକୁ ଗୋଟେ ଅଲଗା ରାସ୍ତାରେ ଛାଡ଼ୁଥିଲେ, ଯାହା ପାଖରେ ଏଇଭଳିଆ ମାନେ ଲୋକ ଥାଆନ୍ତି କି ପିଲା ଥିଲେ ତ ଭିତରକୁ ଯିବା ପାଇଁ ମାନେ ଜଲ୍ଦି ଆମକୁ ଛାଡ଼ି ଦେଉଥିଲେ। ତ ମୁଁ ଯାଇଥିଲି, ଆଉ ମୋ ସାଙ୍ଗରେ ମୋ ଦେଇର ପୁଅଟା ଥିଲା। ତ ନେଇକି ଗଲି ଭିତରକୁ। ଗଲା ପରେ ମାନେ ସିଂହଦ୍ୱାର ପର୍ଯ୍ୟନ୍ତ ହ୍ୱିଲ୍ ଚେୟାରଟା ଯାଏ, ତା ଭିତରକୁ ତ ଆଉ ଯାଇପାରିବନି। ତ ନେଲା ପରେ ସେ ସିଂହଦ୍ୱାର ସାମ୍ନାରେ ହ୍ୱିଲ୍ ଚେୟାରଟା ରଖିଦେଇକି ତ ଗୁନୁ ମାମାକୁ ଓହ୍ଲେଇ ଦେଇକି ଟିକେ ମାନେ ଟେକିଛି। ମୁଁ ଥକିଗଲି, ସତ କଥା କହିଦେଉଛି। ମାନେ ଟିକେ ଟେକିଛି କିନ୍ତୁ ମୁଁ ସାଙ୍ଗେ ସାଙ୍ଗେ ଥକିଗଲି। ତାପରେ ସେ ପାହାଚ ଉପରେ ଜଷ୍ଟ ମାନେ ଟିକେ ତା ମାନେ ଓହ୍ଲେଇছে, ସେତିକି ଦୂର ସିଂହଦ୍ୱାର ସାମ୍ନାକୁ ନେଇଛି, ସେ ପାହାଚ ନେଇକି ବସେଇ ଦେଇକି ଆଉ ମାନେ ମୋତେ ଲାଗିଲା ମୁଁ ଆଉ ନେଇପାରିବିନି ଗୁନୁ ମାମାକୁ। ଗୁନୁ ମାମାକୁ ମାନେ ଟେକିକି ନେବାଟା ଏତେ ସହଜ କାମ ନୁହେଁ କେଉଁଠିକି ବି। ମାନେ ସେ ନିଜକୁ ବିଲକୁଲ ସମ୍ଭାଳି ପାରେ ନା, ନିଜକୁ ବିଲକୁଲ ମାନେ ସେ ଟୋଟାଲି ଛାଡ଼ିଦିଏ। କେମିତି ଧର ଟିକେ କିଏ ବୁଝିପାରୁଥିଲା, ସେ ନିଜକୁ ଟିକେ ସମ୍ଭାଳିକି ଧର ମୋତେ କିଏ ଟେକିଛନ୍ତି, ମୁଁ କେମିତି କଲେ ସୁବିଧା ହେବ, ସେ ତ ସେମିତି କିଛି ବୁଝେନା। ତମେ ତମ ହିସାବରେ ତାକୁ ଯେମିତି ଉଠେଇବ, ଆଉ ମୋ ଛଡ଼ା ତାକୁ କେହି ବି ଉଠେଇ ପାରନ୍ତିନି। ତ ମୁଁ ଖାଲି ମୋ ସାହାରା ପାଇଁ ମୋ ଦେଇର ପୁଅକୁ ମୋ ପାଖରେ ରଖିଥିଲି, ଆଉ ମୁଁ ତାକୁ ଧରିଥିଲି। ଧରିକି ଟିକେ ବାଟ ଯାଇଛି ନା, ମୋତେ ଯେମିତି ଥକା ଲାଗିଲା ଏକଦମ। ଭାବିଲି ମୁଁ ପାରିବିନି କହିକି ସେ ଦୁଆର ପାଖରେ ତାକୁ ବସେଇଦେଲା ପରେ ନା, ମୁଁ ସେତେବେଳେ ମୁଁ ହେଇକି ଆଉ ନାହିଁ। ମୋ ଆଖିରୁ ଖାଲି ଧାର ହେଇ ଲୁହ ବି ଯାଉଛି। ମାନେ ସେ ଜିନିଷ ଗୁଡ଼ାକ ଏବେ ବି ମୋ ଆଖି ଆଗରେ ନାଚୁଛି। ଆଉ କହିଲା ବେଳକୁ ମୋ ଲୋମ ଟାଙ୍କୁରି ଉଠୁଛି। ମୋତେ ଲୋକ ଯିବା ଆସିବା କରୁଛନ୍ତି ସେ ରାସ୍ତାରେ, ଆଉ ମୁଁ ଏତେ ଜୋର କାନ୍ଦୁଛି ନା, ଗୁନୁ ମାମାକୁ ସେଇଠି ବସେଇକି ଏତେ ଜୋର କାନ୍ଦୁଛି। ମୋତେ ସବୁ ପଚାରୁଛନ୍ତି ମା' କ'ଣ ହେଲା, କାହିଁ କାନ୍ଦୁଛ? ମୁଁ କିଛି ବି କହିପାରୁନି କାହାକୁ।
ମୁଁ ଖାଲି ଭେଁ ଭେଁ ହେଇକି କାନ୍ଦୁଛି ଆଉ କହୁଛି ଜଗାରେ ମୁଁ କ'ଣ ଏତେ ଦୂର ଆସିକି ଏଇଠୁ ତାକୁ ଫେରେ ନେବି ତା ପାଖକୁ ଦର୍ଶନ କରିବାକୁ ନେଇପାରିବିନି ତ ସେ ଦେଖିପାରିବନି ଏତେ ଦୂର ଆସିକି ମୁଁ ଫେରିଯିବି ଏହା କହୁଛି ଆଉ କାନ୍ଦୁଛି ମାନେ ଏମିତି କାନ୍ଦୁଛି ମାନେ ମୁଁ ଭାବିନି କି ମୋତେ ଲୋକ ଦେଖୁଛନ୍ତି କି ମୁଁ କ'ଣ କରୁଛି ମୋ ଭିତରେ ସେଇଆ ନାହିଁ ମାନେ ମୁଁ ନିଜକୁ ସେଠି ହଜେଇ ଦେଇଛି ପୁରା ମାନେ ମୁଁ ଏତେ ଜୋର କାନ୍ଦୁଛି ପୁରା ଭେଁ ଭେଁ ହେଇକି ତାପରେ ସେ ଭିଡ଼ ଭିତରେ ମାନେ ସେଇ ଟାଇମ୍ରେ ଭିଡ଼ ତ କହିଲେ ମାନେ ନ ସରେ ଦୁର୍ଗା ପୂଜା ସମୟରେ ଭିଡ଼ ତା ଭିତରେ ଗୋଟେ ଧଳା କପଡ଼ା ପିନ୍ଧିଥିବା ଗୋଟେ ପିଲାଟେ 25-24 କି 30 ବର୍ଷ ଭିତରେ ହବ ପିଲାଟା ଗୋଟେ ହ୍ୱାଇଟ୍ କପଡ଼ା ପିନ୍ଧିଛି ତ ସିଏ ଆସିକି ମୋତେ ଏତେ ଲୋକ ଯାଉଛନ୍ତି ଖାଲି ପଚାରୁଛନ୍ତି ପଳାଉଛନ୍ତି ସେ ଲୋକଟା ଆସିକି ମୋତେ କହୁଛି ମୁଁ ତମ ଝିଅକୁ ନେଇଯିବି ନା ଟିକେ ଭୁଲିଗଲି କହିବାର ଏଠି ମୁଁ ଯେତେବେଳେ କାନ୍ଦୁଛି ନା କାନ୍ଦି କାନ୍ଦି କହୁଛି ଏତେ ଦୂର ଆସିକି ମୁଁ କ'ଣ ତାକୁ ଫେରେଇ ନେବି ତତେ କ'ଣ ତାକୁ ଦର୍ଶନ କରିପାରିବିନି ଆଉ ତତେ ଆସିବାକୁ ପଡ଼ିବ ଗୁନୁ ମାମାକୁ ନେବା ପାଇଁ ମୋ ମୁହଁରେ ପୁରା ଏଇଟା ହିଁ ବାହାରୁଥିଲା ସେତେବେଳେ କି ତୁ ଆଜି ଗୋଟେ ଭକ୍ତକୁ ମାନେ ନିରାଶ କରୁଛୁ କି ଗୋଟେ ମାଆକୁ ନିରାଶ କରୁଛୁ କି କ'ଣ କରୁଛୁ ମୁଁ ଆଜି ଦେଖିବି ତତେ ଆସିବାକୁ ପଡ଼ିବ ମୁଁ ପୁରା ଏଇ ଲାଇନ୍ଟା ପୁରା ହିଁ କହୁଛି ତମକୁ ଆସିବାକୁ ପଡ଼ିବ ପ୍ରଭୁ ଆଜି ଗୁନୁ ମାମାକୁ ନେବା ପାଇଁ ଏମିତି କହୁଛି ଆଉ କାନ୍ଦୁଛି କାନ୍ଦିଲା ପରେ ସେଇ ଭିଡ଼ ଭିତରେ ଗୋଟେ ହ୍ୱାଇଟ୍ କପଡ଼ା ପିନ୍ଧିଥିବା ପିଲାଟା ଆସିକି କହୁଛି ମୁଁ ତମ ଝିଅକୁ ନେଇଯିବି ମୁଁ ତାକୁ ଖାଲି ଏମିତି ଅନେଇଛି ଆଉ କିଛି ବି କହୁନି କହିଲା ଗୁନୁ ମାମାକୁ ଧରିଲା ଯେମିତି ଯୋଉ ଫୁଲକୁ ଯେମିତି ଟେକନ୍ତିନି ନା ଲୋକ ମାନେ ଫୁଲ ଗୋଟେ ଯେମିତି ଟେକନ୍ତି ସେମିତି ଟେକିକି ସେ ଭିଡ଼ ଭିତରେ ଗୁନୁ ମାମାକୁ ସେ ନେଇଯାଉଥିଲା ଆଉ ଆମେ ଯେମିତି ତା ପଛରେ ଚାଲିଛୁ ମାନେ କିଛି ବି ମୁଁ କହୁନି କିଛି ବି କହୁନି କିନ୍ତୁ ତା ପଛେ ପଛେ ଏତେ ଭିଡ଼ ଭିତରେ ସେ ଯେମିତି ଭିଡ଼ ଗୁଡ଼ାକୁ ଯେମିତି ତାହେଲେ ସାଇଡ୍ କରିକି ଲୋକଙ୍କୁ ସେ ଗୁନୁ ମାମାଙ୍କୁ ଟେକି ନେଇଗଲା ନେଇକି ମୋତେ ଖାଲି ଗଲା ରାସ୍ତାରେ ଖାଲି ପଚାରୁଛି ତମ ଝିଅ ଚାଲିପାରୁନି ମୁଁ କହିଲି ନା ଏତିକି କହିଲା ପୁରା ଭିତରକୁ ମନ୍ଦିର ଭିତରକୁ ନେଇଗଲା ଯୋଉଠି ଜଗନ୍ନାଥଙ୍କୁ ମାନେ ଦର୍ଶନ କରିବା ପାଇଁ ପୁରା ଭିତରକୁ ନେଇଗଲା ଗୁନୁ ମାମାକୁ ଏମିତି କରିକି ଟେକିକି ପୁରା ଜଗନ୍ନାଥଙ୍କୁ ଦର୍ଶନ କରେଇଲା ମୁଁ ତା ପଛରେ ଛିଡ଼ା ହେଇଛି ଦର୍ଶନ କରେଇକି ଆଣିକି ବାହାରେ ବସେଇ ଦେଇକି ଭିଡ଼ ଭିତରେ କୁଆଡ଼େ ପଳେଇଲା ଭାବେ ମାନେ ତାପରେ ସେ ଖାଲି ଏମିତି ଏତେ ବସେଇ ଦେଇକି ଯାଉଥିଲା କହିଲା ଠିକ୍ ଅଛି ଏବେ ନେଇଯିବ କହିଗଲା ମୁଁ ଆଉ ମାନେ କିଛି ବି ବୁଝିପାରୁନି ମାନେ କ'ଣ କହିବି ସେ ଲୋକଟାକୁ ସେତେବେଳେ ତ ମୁଁ ଆଉ ମୁଁ ହେଇକି ନାହିଁ ନା କହିଲି ମୁଁ ନିଜେ ବୁଝିପାରୁନି ମୋ କ'ଣ କହିବି ମୁଁ ଯାଇକି ତା ଗୋଡ଼ଟାକୁ ଧରି ପକେଇଲି ମୁଁ କହିଲି ତମ ଋଣ ମୁଁ ଜୀବନ ସାରା ସୁଝିପାରିବିନି ତାପରେ ବି ମାନେ ସେ ଏକ୍ସପିରିଏନ୍ସଟା ମାନେ ଏବେ ବି ମୋତେ ଯେମିତି ଗୋଟେ ମାନେ ଇଏ ଭଳିଆ ଲାଗେ ଯେତେବେଳେ ମୁଁ ସେ କଥାଟା ମନେ ପକାଏ ଆଉ ମାନେ କୁହନ୍ତି ନା ସତରେ ଯେତେବେଳେ ଆମେ ନିଜକୁ ହଜେଇ ଦେଇଥାଉ ନା ଯେତେବେଳେ ମୁଁ ହେଇକି ନଥାଏ ତମେ ହେଇକି ନଥାଏ ନା ସେତେବେଳେ ଆମେ ଭଗବାନଙ୍କୁ ପାଇଥାଉ ଆଉ ସେଇଟା ମୁଁ ନିଜେ ମାନେ ପ୍ରମାଣ ପାଇଛି କି ଯେତେବେଳେ ସବୁ କିଛି ଆମେ ଛାଡ଼ି ଦେଇଥାଉ ତା ହାତରେ ସେତେବେଳେ ସେ ଆମକୁ ଦର୍ଶନ ଦେଇଥାନ୍ତି ସେତେବେଳେ ସେ ଆମକୁ ସାହାଯ୍ୟ କରିଥାନ୍ତି ସେତେବେଳେ ଆମ ଦୁଃଖକୁ ବୁଝିଥାନ୍ତି କିନ୍ତୁ ମଣିଷ ନା ସେତିକି ସରେଣ୍ଡର ଭାବ ସବୁବେଳେ ଆସେନି ମଣିଷ ଭିତରେ କିନ୍ତୁ ମୁଁ ସେଇଟା ମୋ ଲାଇଫ୍ରେ ଗୋଟେ ସବୁଠାରୁ ଗୋଟେ ବେଷ୍ଟ ମୋମେଣ୍ଟ ଯେତେବେଳେ ମୁଁ ମାନେ ମୋତେ ଲାଗିଲା ସାକ୍ଷାତ ଯେମିତି ଜଗନ୍ନାଥ ପୁରା ମାନେ ରତ୍ନବେଦୀ ଛାଡ଼ିକି ପଳେଇ ଆସିଥିଲେ ସେଦିନ ମୋ ଗୁନୁ ମାମାକୁ ତାଙ୍କୁ ଦର୍ଶନ କରିବା ପାଇଁ ସେତେବେଳେ ମୋ ଭିତରେ ଟିକେ ଅହଙ୍କାର ନଥିଲା ଟିକେ ଗର୍ବ ନଥିଲା ମୁଁ ମାନେ କିଛି ବି ନଥିଲା ମୁଁ ନିଜକୁ ପୁରା ହଜେଇ ଦେଇଥିଲି ମୋତେ ମାନେ ଏମିତି ଲାଗୁଥିଲା ତାକୁ ଆସିବାକୁ ହିଁ ପଡ଼ିବ ଯେମିତି ଆଉ ସେଇ ଯେଉଁ ମାନେ ଏକ୍ସପିରିଏନ୍ସଟା ମାନେ ଗୋଟେ କୌଣସି ଗୋଟେ ଚମତ୍କାର କମ୍ ନଥିଲା ସେଦିନ ମୋ ପାଇଁ ଆଉ ତାପରେ ମୁଁ ଗୁନୁ ମାମାକୁ ନେଇକି ଆସିଲି ଫେରେଇକି ନେଇକି ଆସିଛି କିନ୍ତୁ 2 ବର୍ଷ ହେଇଗଲାଣି ଏଇ ଘଟଣାକୁ କିନ୍ତୁ ମୋ ହିମ୍ମତ ମାନେ କରିପାରୁନି ଆଉ ତାକୁ ନେଇକି ଯିବି କି କ'ଣ ମୋତେ ଲାଗିଲା ସେଇ ଜିନିଷଟା ସେଇ ଭାବଟା ସହିତ ଆଉ ଆସିବ କି ନାହିଁ ମୋ ଭିତରେ କେବେ ସେ ଯେଉଁ ଭାବଟା ସେତେବେଳେ ଆସିଥିଲା କି ନା ତମେ ଗୋଟେ ଭକ୍ତକୁ ଏମିତି ନିରାଶ କରିପାରିବନି ତମେ ଗୋଟେ ମାଆକୁ ଏମିତି ନିରାଶ କରିପାରିବନି ତମକୁ ଆସିବାକୁ ପଡ଼ିବ ପ୍ରଭୁ ତମକୁ ଆସିବାକୁ ପଡ଼ିବ ତମକୁ ଗୁନୁ ମାମାକୁ ନେଇକି ତମ ପାଖକୁ ଯିବାକୁ ପଡ଼ିବ ମାନେ ସେ ଭାବଟା ସେତେବେଳେ ମୋର କେଉଁଠୁ ଆସିଥିଲା କ'ଣ କଥା ମୁଁ ଜାଣିନି କିନ୍ତୁ ଏ 2 ବର୍ଷ ଭିତରେ ମୁଁ ବହୁତ ଥର ଚେଷ୍ଟା କରିଛି ଜଗନ୍ନାଥଙ୍କ ପାଖକୁ ପୁଣି ଗୁନୁ ମାମାକୁ ନେବା ପାଇଁ କିନ୍ତୁ ସେ ଚାହିଁନାହାନ୍ତି କି ମୁଁ ଯାଇପାରିନି କିନ୍ତୁ ସେ ଜିନିଷଟା ମୁଁ ଜୀବନ ସାରା କେବେ ଭୁଲି ପାରିବିନି ମାନେ ଲୋମ ଟାଙ୍କୁରା ଜିନିଷ ଆଉ ମୋ ସାଙ୍ଗର ମୋ ପୁତୁରାଟା ଥିଲା ସିଏ ବି କହିଲା ବେଳେ ନା ତା ଆଖିରେ ବି ମାନେ ଲୁହ ଆସିଯାଏ ସତରେ ମାନେ ଯେତେବେଳେ ଆମେ ନିଜକୁ ସରେଣ୍ଡର କରିଦେଇଥାଉ ଭଗବାନ ପାଇଥାଉ
ଗୋଟେ କଥା କହିଦଉନି ଚଣ୍ଡୀ ଖାଉନି କରୁନି ଖାଲି ଚିଡଚିଡି ସବୁବେଳେ କରୁଛି ଦିନ ନାହିଁ ଏବେ କିଛି ଖାଉନି ବିଲୁକୁଲୁ ମାନେ ମୁହଁରେ ପୁରେଇ ଖାଲି ରଖୁଛି ଟିକେ ବେଶୀ ସମୟ ରଖିଲା ବାନ୍ତି ଉଠଉଛି ପୁଣି ବାନ୍ତି କରିଦଉଛି କିଛି ଖାଉନି ଖାଲି ଚିଡଚିଡି ହଉଛି ସେଥିପାଇଁ ଥଣ୍ଡା ଟୋଟାଲି ଛାଡୁନି ଗାଧେଇ ଦେଲେ ଯା ନହେଲେ ଗାଧେଇ ଦେଲେ ସେ ତ ଫ୍ରେଣ୍ଡସ୍ ଏଇଟା ମାନେ ମୋ ଜୀବନ ଗୋଟେ ବହୁତ ବଡ଼ ଏକ୍ସପିରିଏନ୍ସ ଯୋଉଟା ମୁଁ ଆଗେ ବି ସେୟାର କରିଥିଲି ଆଜି ଆପଣମାନେ ସେୟାର କଲି ତ ଆପଣମାନଙ୍କୁ ନିଶ୍ଚିନ୍ତ କହିବେ ସତରେ ଯେତେବେଳେ ମାନେ ଭଗବାନଙ୍କୁ ପାଇବାକୁ ହେଲେ ତ ନିଜକୁ ହଜେଇ ଦେବାକୁ ପଡ଼େ ତାଙ୍କ ଭିତରେ ନିଜକୁ ମାନେ ନିଜେ ହେଇକି ଯେତେବେଳେ ନ ରହିବା ସେତେବେଳେ ଆମେ ଭଗବାନଙ୍କୁ ପାଇବା ତ ବହୁତ ଲୋକ ଯେତେବେଳେ କମେଣ୍ଟସ୍ କରିଥିଲେ ମୋର ସେଇ ଜିନିଷ ମନେ ପଡ଼େ ହଁ ମୁଁ ଜାଣିଛି ଭଗବାନ ନିଶ୍ଚିନ୍ତ ଅଛନ୍ତି ଆଉ ଭଗବାନଙ୍କ ଦ୍ୱାରା ଚମତ୍କାର ବି ହେବ କିନ୍ତୁ ମଣିଷ ଭିତରେ ସେତିକି ଭାବ ରହିବା ଦରକାର ସେତିକି ସରେଣ୍ଡର ରହିବା ଦରକାର ଆମେ ଆମ କର୍ମ କରିଚାଲିଛୁ ତଥାପି ତା ଭିତରେ ମୁଁ ମାନେ ସାୟଦ ସେତେଟା ସରେଣ୍ଡର ମୁଁ କରିପାରୁନି ସାୟଦ ଗୁରୁମାମାଙ୍କ ପାଇଁ କିନ୍ତୁ ମୁଁ ଜାଣିଛି ମୋ ଜୀବନର ସେଇ ଯେଉଁ ଘଟଣାଟା ନା ମୋତେ ମାନେ ସାକ୍ଷାତ ମାନେ ଏବେ ବି ମନେ ହୁଏ ହଁ ଏମିତି ଭଗବାନ ନିଶ୍ଚିତ ଅଛନ୍ତି ଦୁନିଆର ଭଗବାନ ତ ଅଛନ୍ତି ତାଙ୍କର ମାନେ ତାଙ୍କ ବିନା ଆମେ କିଛି ନୁହେଁ ତାଙ୍କ ବିନା ଆମର ଅସ୍ତିତ୍ୱ ବୋଲି କିଛି ନାହିଁ ମୁଁ ସେଇ ଜିନିଷଟା ଥରେ ନୁହେଁ ଆଉ ଥରେ ବି ଫିଲ୍ କରିଛି ମାନେ ଏମିତି ଗୋଟେ ସମୟ ମୋ ପାଖରେ ଥିଲା ଯେଉଁଟା ମୁଁ ସେ ଜିନିଷଟା ମୁଁ ନିଜ ଫିଲ୍ କରିଛି ସାୟଦ ମୁଁ କେବେ ସେଇଟା ମାନେ କାହାକୁ ସେୟାର କରିନି କି କରିପାରିବିନି କିନ୍ତୁ ମୋତେ ଆଉ ଥରେ ବି ଏମିତି ଫିଲ୍ ହେଇଛି କି ସତରେ ଭଗବାନ ଅଛନ୍ତି ତ ଆପଣମାନଙ୍କ ଲାଇଫ୍ରେ ଯଦି ଏମିତି କୌଣସି ଭଗବାନଙ୍କର ଚମତ୍କାରକୁ ନେଇକି ଯଦି କିଛି ଘଟଣା ଥିବ ତ ନିଶ୍ଚିନ୍ତ ସେୟାର କରିବେ ତ ଏଇଟା ମାନେ ମୋ ଜୀବନର ଗୋଟେ ବହୁତ ବଡ଼ अलौकिक घटना मो जोटा कहती भगवान का चमत्कार जोटा मु मरला पर्यंत केवे भूली पारिबेनी कि गुनु मामा को नबा जगन्नाथ निजे आसते से दिन से भिड़ भितर से मनीषटा कहीं नाला सेटा साक्षात जगन्नाथ साक्षात परम ब्रह्म साक्षात महाप्रभु से दिन आसते गुनु मामा को नबा रोज फ्रेंड्स केमती लगे मोर भगवान चमत्कार जो घटनाटा आपण मैंने कमेंट्स जनइबे तो जहाँ भल लगी जहाँ विश्वास होता जिनसा सतरे दुनिया भगवान अच्छा जितेबाला आम माने गोटे पवित्र मन नहीं कि जितेबाला आम गोटे कौन कह निजको माने सबू गर्व अहंकार को हटे कि जितेबाला आम निजको माने भगवान को अर्पण कर दियंता सेतेबाला भगवान निजे आसती तो जहाँ को ये घटनाटा सत लगे कि सतरे एमती किसी लाइफ रे तो निश्चित कमेंट से जय जगन्नाथ लिखे रोचे राधे राधे जय जगन्नाथ जय जगन्नाथ।